नमस्कार भल खबर को आपण मान स्वागत। आज खबर श्रीजीउଙ୍କ पवित्र घोषयात्रा ପାଇଁ ସମଗ୍ର ମାଲକାନଗିରି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଛି। ମାଲକାନଗିରି ଜିଲ୍ଲାରେ ପାଗ ଅନୁକୂଳ ଥିବାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରଥଯାତ୍ରା ଆଡ଼ମ୍ବର ସହକାରେ ପାଳିତ ହୋଇଛି। ଜିଲ୍ଲା ସଦର ମହକୁମାଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ସକାଳେ ଠାକୁରଙ୍କ ରୀତିନୀତି ପାଳନ ଓ କାନିକା ଭୋଗ ସରିବା ପରେ ଶ୍ରୀଜୀଉଙ୍କ ରଥ ପ୍ରତିଷ୍ଠା ହୋଇଥିଲା। ଅପରାହ୍ନରେ ଘଣ୍ଟି, ଶଙ୍ଖ, କାହାଳି, ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ନେଇଥିଲେ। ଜିଲ୍ଲାପାଳ ପ୍ରଥମେ ସେ ଅରବିନ୍ଦ ରାଜସିଂହେ ରାଜପଗଡ଼ି ପିନ୍ଧି ହାତରେ ସୁନା ଓ ରୂପା ଝାଡ଼ୁ ଧରି ଛେରା ପହଁରା କରିଥିଲେ। ଛେରା ପହଁରାରେ ରଥାରୂଢ଼ ଶ୍ରୀଜୀଉଙ୍କ ରାଜପୌରୋହିତ ବିନାୟକ ଶତପଥୀ ସନ୍ତୋଷ ନନ୍ଦ ସେବାୟତମାନେ ଠାକୁରଙ୍କ ନିକଟରେ ରାଜଭୋଗ ଲଗାଇବା ପରେ ଜିଲ୍ଲାପାଳଙ୍କ ଦ୍ୱାରା ଆଳତି କରାଯାଇଥିଲା। ଶ୍ରୀଜୀଉଙ୍କ ପୂଜା ରୀତିନୀତି ସରିବା ପରେ ଗାଁ ପୂଜାରୀ, ଡାହୁକ, ତ୍ରିନାଥ ପୂଜାରୀ କାହାଳି ବଜାଇ ରଥ ଟାଣିବା ପାଇଁ ଡାକ ପକାଇବା ପରେ ଭକ୍ତମାନେ ମାଉସୀ ମା ମନ୍ଦିର ନିକଟକୁ ରଥ ଟାଣି ନେଇଥିଲେ। ରଥଯାତ୍ରା ପୂଜା କମିଟିର ସଦସ୍ୟ ଓ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ସହକାରୀ ଏସ୍ପି ରାଜକିଶୋର ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ରଥଯାତ୍ରାରେ ଉପସ୍ଥିତ ରହିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମାଲକାନଗିରି ଥାନାଧିକାରୀ ରିଗାନ କିଣ୍ଡୋ ଓ ପୁଲିସ ଟିମ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରବଚନ ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଏହି ରଥଯାତ୍ରା ଦେଖିବା ଲାଗି ମାଲକାନଗିରି ଜିଲ୍ଲା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ପ୍ରାୟ 20,000ରୁ ଅଧିକ ଭକ୍ତମାନଙ୍କ ଭିଡ଼ ଲାଗିଥିଲା। ମାଲକାନଗିରି ଜିଲ୍ଲାର କୁନି କୁନି କଳାକାରମାନଙ୍କ ଦ୍ୱାରା ରଥଯାତ୍ରା ବଡ଼ଦାଣ୍ଡରେ ଗୋଟି ପୁଅ ଓ ଓଡ଼ିଶୀ ନୃତ୍ୟ ପରିବେଷଣ ସହିତ ଜୟ ବଜରଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଭଜନ ନାମ ସଂକୀର୍ତ୍ତନ ହୋଇଥିଲା। ବିଶେଷ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷମାନେ ଯୋଗଦେଇ ରଥ ଦଉଡ଼ା ଧରି ଟାଣିଥିଲେ। ଅନୁରୂପ ଭାବେ ଜିଲ୍ଲା ସଦର ମହକୁମାରେ ଜିଲ୍ଲା ବନ ବିଭାଗ ପକ୍ଷରୁ ମଧ୍ୟ ରଥଯାତ୍ରାର ଆୟୋଜନ କରାଯାଇଥିଲା। ବିଶେଷ କରି ଆନ୍ଧ୍ର, ଓଡ଼ିଶା, ଛତିଶଗଡ଼ ସୀମାନ୍ତ ମୋଟଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଓ ପଡ଼ିଆଠାରେ ପବିତ୍ର ରଥଯାତ୍ରା ପାଳିତ ହୋଇଛି। ଏହି ଦୁଇଟି ସ୍ଥାନରେ ନିଆରା ଢଙ୍ଗରେ ସର୍ବଧର୍ମ ଭାଇଚାରାର ପ୍ରତୀକ ବିନ୍ଦୁମାନଙ୍କ ସହିତ ମୁସଲମାନ ଓ ଖ୍ରୀଷ୍ଟ ଧର୍ମର ଲୋକମାନେ ମିଳିତ ଭାବେ ରଥ ଟାଣି ଘୋଷଯାତ୍ରାର ମଜା ନେଇଥିଲେ। ଠିକ୍ ସେହିପରି ଦୟାଣା ଶ୍ରୀକ୍ଷେତ୍ର ସିରିପେଟା ଠାରେ, ମାଥିଲି ବ୍ଲକ କାଳିଆଗୁଡ଼ାସ୍ଥ ବାରୁଣୀ ସାବେରୀ ଶ୍ରୀକ୍ଷେତ୍ର, କୋରକୁଣ୍ଡା ତମସା ଶ୍ରୀକ୍ଷେତ୍ର ଠାରେ ମଧ୍ୟ ଆଡ଼ମ୍ବର ସହକାରେ ରଥଯାତ୍ରା ପାଳିତ ହୋଇଯାଇଛି। କାଲିମେଳା, MV-79, ଚିତ୍ରକୋଣ୍ଡା, କୋରକୁଣ୍ଡା, ବାଲିମେଳା, ପାର୍ଶ୍ୱପାଣି, ଗୋବିନ୍ଦପାଲି ବିଭିନ୍ନ ସ୍ଥାନରେ ମହା ଆଡ଼ମ୍ବର ସହ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆପଣଙ୍କୁ ଆମ କାର୍ଯ୍ୟକ୍ରମ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଲାଇକ୍, ସବସ୍କ୍ରାଇବ୍ ଓ ସେୟାର କରନ୍ତୁ। ଧନ୍ୟବାଦ। ନମସ୍କାର।